ଦର୍ଶକ ବନ୍ଧୁ, ଆଜି ମୁଁ ଏଭଳି ନାରୀଙ୍କ ବିଷୟରେ କହିବି ଯାହାକୁ ବିବାହ କଲେ ସ୍ୱାମୀ ତାର ରାଜପଦ ପାଏ। ଏହି ସଂସାରରେ ଅନେକ ସୁଖରେ ଅଛନ୍ତି ଆଉ ଅନେକ ଦୁଃଖରେ ଅଛନ୍ତି ଏବଂ ଖାଦ୍ୟ ମଧ୍ୟ ପାଉନାହାନ୍ତି। ଏହି ନାରୀମାନଙ୍କ ପାଇଁ ଏହି ଲକ୍ଷ୍ମୀମତ ନାରୀଙ୍କର କ'ଣ ଲକ୍ଷଣ ଥିଲେ ଆମେ ଜାଣିପାରିବା ଯେ ସ୍ୱାମୀ ତାର ରାଜପଦ ପାଇବ। ସେହି ନାରୀଙ୍କର ଚରଣ ତଳେ ଅର୍ଥାତ୍ ପାଦ ତଳେ ବଜ୍ର ପଦ୍ମ ଏଇ ଚିହ୍ନମାନ ଥିବ। ଯଦି ଥାଏ ନା, ତାହେଲେ ସେ ତାର ସ୍ୱାମୀ ରାଜପଦ ପାଇଥାଏ। ଯାହାର ପାଦ ତଳେ ମତ୍ସ୍ୟ, ଅଙ୍କୁଶ, ପଦ୍ମ, ଚକ୍ର, ଲଙ୍ଗଳ ଚିହ୍ନ ସ୍ପଷ୍ଟ ହୁଏ ବା ଦୃଷ୍ଟ ହୁଏ, ସେହି କୁମାରୀ ରାଜପତ୍ନୀ ହୁଏ, ଅର୍ଥାତ୍ ତା ସ୍ୱାମୀ ଏ ରାଜା ଭଳି ରହେ ଏବଂ ଦୀର୍ଘଜୀବୀ ମଧ୍ୟ ହୁଏ। ଯେଉଁ ନାରୀର ପାଦ ତଳେ ଚକ୍ର, କୁଶବଟୁ, ଶଙ୍ଖ, ପଦ୍ମ, ଧ୍ୱଜ, ମୀନ ଓ ଛତ୍ରାକାର ଚିହ୍ନ ଥାଏ, ତାର ସ୍ୱାମୀ ମଧ୍ୟ ରାଜପଦ ପାଇଥାଏ। ତେଣୁ ଯେଉଁ ନାରୀଙ୍କର ପାଦସ୍ଥିତ ନଖ, କପାଳ ସ୍ନିଗ୍ଧ, ଉନ୍ନତ, ତାମ୍ରବର୍ଣ୍ଣ, ଗୋଲାକାର ଅଟେ, ତାହାର ପତି ମଧ୍ୟ ରାଜପଦ ପାଏ ବା ରାଜସୁଖ ଭୋଗ କରେ। ଏହିପରି ନାରୀ ଯଦି ବିବାହ କରନ୍ତି ତାହେଲେ ସ୍ୱର୍ଗସୁଖ ଲାଭ ହୁଏ। ଦର୍ଶକ ବନ୍ଧୁ, ଟିପ୍ସଟି କିପରି ଲାଗିଲା ଜଣାଇବେ କମେଣ୍ଟ କରିକିରି ଏବଂ କମେଣ୍ଟରେ ଜୟ ଜଗନ୍ନାଥ ବୋଲି ଲେଖିବେ। ଭିଡ଼ିଓଟି ଭଲ ଲାଗିଥିଲେ ଟିକେ ଲାଇକ୍ କରିବେ ଏବଂ ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ ଏବଂ ସାଙ୍ଗମାନଙ୍କୁ ସେୟାର କରିବେ। ରହୁଛି, ଜୟ ଜଗନ୍ନାଥ।